ବୃନ୍ଦ ଏବଂ ମୋର ସହପାଠୀଗଣ ଆଜିର ଏହି ପବିତ୍ର ସାଧାରଣତନ୍ତ୍ର ଦିବସରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଆମ ଦେଶ ଭାରତ 1947 ମସିହା ଅଗଷ୍ଟ ମାସ 15 ତାରିଖ ଦିନ ସ୍ୱାଧୀନତା ହେଇଥିଲା, କିନ୍ତୁ 1950 ମସିହା ଜାନୁଆରୀ 24 ତାରିଖ ଦିନ ଆମ ଦେଶ ପ୍ରଣୟନ ହୋଇଥିଲା। ସେହି ଦିନଠାରୁ ଜାନୁଆରୀ 24 ତାରିଖକୁ ଆମ ଦେଶର ସାଧାରଣତନ୍ତ୍ର ବା ଗଣତନ୍ତ୍ର ଦିବସ ଭାବେ ପାଳନ କରାଯାଏ। ଆମ ଦେଶ ଭାରତ ହେଉଛି ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର। ଦୀର୍ଘ 2 ବର୍ଷ 11 ମାସ 18 ଦିନ ଆମ ଦେଶର ସମ୍ବିଧାନ ଲେଖାଯାଇଥିଲା। ଡକ୍ଟର B.R. ଆମ୍ବେଦକର ହେଉଛନ୍ତି ଆମ ଦେଶ ସମ୍ବିଧାନର ଜନକ। ଆମ ଦେଶ ସମ୍ବିଧାନରେ 448ଟି ଧାରା ଓ 32ଟି ଭାଗ ଓ 8ଟି ଅନୁଚ୍ଛେଦ ଅଛି। ଆମ ଦେଶ ସମ୍ବିଧାନର ସମ୍ମାନ ରକ୍ଷା କରିବା ଆମର କର୍ତ୍ତବ୍ୟ। ମୁଁ ଏତିକି କହି ମୋ ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ।